ରାମ ନାରାୟଣ ରାମ ଯେଉଁଠାରେ ଯେ କରିବାକୁ ଇଚ୍ଛା ଅଛି ସେମାନେ କହୁ ଦେଉନ୍ତୁ ଓ ବାସୁଦେବ ବନର୍ଜୀ କହିଛନ୍ତି ସେମାନେ ମୋର ନିନ୍ଦା କରିବାକୁ ପୂର୍ଣ୍ଣ ଚେଷ୍ଟା କରୁଛନ୍ତି ଓ ନିନ୍ଦା ହେଉଛି ମୋର ଜାନ। ମୁଁ ଏହି ନିନ୍ଦା ଦ୍ୱାରା ମୋର ପ୍ରଚାର କରିବାକୁ ଚାଲିଥାଏ। ଏହାଠାରୁ ସହଜ ପଥ ଅନ୍ୟ କ'ଣ ହୋଇପାରେ? ଆମେ ପ୍ରକୃତରେ କାମ କରୁଥିବାକୁ ଚାଲିବା ଓ ଦେଶର ନେତା ରହିପାରିବେ ନାହିଁ ଓ କେବଳ ନେତାଜୀ ଦେଶ ପାଇଁ ରହିପାରିବେ ଓ ସେ ଥାନ୍ତେ ତେବେ ଦେଶର ଏହି ପରିସ୍ଥିତି ହେବା ନଥାନ୍ତି। ଯେତେବେଳେ ଭାବ ଆସିଛି ସେ ଅଛନ୍ତି ବୋଲି ମୁଁ ଏହା ଚାହୁଁଛି ସେ ଆସନ୍ତୁ ଓ ମୋ ଉପରେ ଯାହା ଘଟୁଛି ସେଥିରୁ ମୋତେ ଏହା ବୁଝିପାରୁଛି ଯେ ସେ ଆସିଲେ ତେବେ ସେମାନଙ୍କର ଉପରେ ମଧ୍ୟ ଏହି ସବୁ ହେବ। ପ୍ରତିବେଳେ ସ୍ପଷ୍ଟ କହିପାରିବି ନାହିଁ, ପରେ କହିବି ଆଜି ମୁଁ ଚୁପି ରହିଛି ଓ ମୋର ପୂର୍ବଜ ମହାପ୍ରଭୁ ଚୈତନ୍ୟଙ୍କ ବଂଶରୁ ଯିଏ ବିରାଟ ପରିବର୍ତ୍ତନ ଆଣିଥିଲେ ସେମାନଙ୍କ ରକ୍ତ ମୋର ଭିତରେ ଥିଲେ ତେବେ ମୁଁ ମଧ୍ୟ ଏପରି କରିପାରିବି ଏହାକୁ ଆଶା କରେ। ତୁମେ ତୁମରୁ ବଡ଼ମାନଙ୍କୁ ଆକ୍ରମଣ କରିବା ନାହିଁ ଓ ଭକ୍ତମାନଙ୍କ ପ୍ରତି ଭକ୍ତି ରଖିବା ଏବଂ ଚୁପି ରହ। ଚାରିପାଖରେ ଯାହା ବ୍ୟାପ୍ତି ଚାଲିଛି ତାହାକୁ ଶେଷ କରିବାକୁ ପଡ଼ିବ। ଯଦି ଆମେ ସମସ୍ତେ ଏକାସାଥି ମିଶି ବୋଲିପାରିବା ଏକ ସ୍ୱର ଏକ ନୀତିରେ କହିବାକୁ ପାରିବା ଯେ ଆମେ ପୃଥିବୀର ସନ୍ତାନ, ମାଟିର ସନ୍ତାନ, ପୃଥିବୀ ହେଉଛି ବେଦ, ଏହି ଶରୀର ହେଉଛି ବେଦ, ଆମେ ସମସ୍ତେ ମୁଣ୍ଡ ନମାଇ ସହିବା। କେହି ଭାବୁଛନ୍ତି ଯେ ମୁଁ ନେତାଜୀଙ୍କୁ ଏଠାକୁ ନେଇ ଆସିବି, ସେ ଭାବନା ସତ୍ୟ। ନେତାଜୀ ସୁଭାଷ ବୋଷ ସାଧାରଣ ଲୋକ ନୁହେଁ, ସେମାନଙ୍କର ନିଜ ସ୍ୱଭାବ ଅଛି ଓ ସେମାନେ ଦେଶ ପ୍ରେମ ରଖନ୍ତି। ଯଦି ସେମାନେ ଆସନ୍ତି ତେବେ ବଙ୍ଗାଳର ଘାଉ ଠିକ୍ ହେବ। ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଆଜି ଯାହା ଘଟୁଛି ସେ ରହିବ ନାହିଁ। ଆଜି ହିନ୍ଦୁ ମୁସଲମାନ ନିଜ ଉପରେ ବିଶ୍ୱାସ କରିପାରୁନାହାନ୍ତି ଓ ଭାରତ ଅନ୍ୟ କାହାର ଦେଶ ଉପରେ ଅଧିକାର ଚାହୁଁନାହିଁ ଓ ଭାରତ ଶାନ୍ତିରେ ରହିବାକୁ ଚାହୁଁଛି ଓ କାହା ସହିତ ଶତ୍ରୁତା କରିବାକୁ ଚାହୁଁନାହିଁ।